ଗଞ୍ଜାମ ଜିଲ୍ଲାରେ ଥମୁନି ଦାଦନ ଯନ୍ତ୍ରଣା। ପାତ୍ରପୁର ବ୍ଲକରେ 8 ଦିନରେ 10ରୁ ଊର୍ଦ୍ଧ୍ୱ ଦାଦନ ଶ୍ରମିକଙ୍କ ମୃତ୍ୟୁ। ବାହାର ରାଜ୍ୟରେ ପାଦ ଥାପିବା ଶ୍ରମିକଙ୍କୁ ଅଭିଶାପ ପାଲଟିଲାଣି। ଗଞ୍ଜାମ ଜିଲ୍ଲାରେ ଦାଦନ ଯନ୍ତ୍ରଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ଦାଦନ ଖଟିବାକୁ ଯାଇ ବହୁ ଶ୍ରମିକଙ୍କ ଅକାଳରେ ମୃତ୍ୟୁ ହେଉଥିବା ବେଳେ ଏହା ଥମିବାର ନାଁ ନେଉନାହିଁ। ଚିକିଟି ଓ ପାତ୍ରପୁର ବ୍ଲକରେ 8 ଦିନ ମଧ୍ୟରେ 10ରୁ ଊର୍ଦ୍ଧ୍ୱ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଜରଡ଼ା ଥାନା କୋଳିହଳା ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ଜଣକ ହେଉଛନ୍ତି ବାବୁଲା ବଡ଼ତ୍ୟା, 50 ବର୍ଷ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ ବାବୁଲା ଗତ କିଛି ମାସ ଧରି ବାଙ୍ଗାଲୋର ସ୍ଥିତ ଦେବନାଲି ଇଲାକାର ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ ଶୁକ୍ରବାର ଅପରାହ୍ନରେ ସେ କାର୍ଯ୍ୟରତ ଥିବାବେଳେ ହଠାତ୍ ତଳେ ପଡ଼ିଯାଇଥିଲେ। କମ୍ପାନୀ ପକ୍ଷରୁ ତୁରନ୍ତ ତାଙ୍କୁ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିଭଳି ଭାବେ କେ ନୂଆଗାଁ ଥାନା ଇଲାକାର ଦାଦନ ଖଟିବାକୁ ଚେନ୍ନାଇ ଯାଇଥିବା ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ଜଣକ ହେଉଛନ୍ତି ଚିକିଟି ଏନ୍ଏସି 7 ନମ୍ବର ୱାର୍ଡ ରଘୁନାଥ ବିହାରର ମିଟୁ ସାହୁ। ବୟସ ମାତ୍ର 35 ବର୍ଷ ବୋଲି ଜଣାପଡ଼ିଛି। ସେ ଚେନ୍ନାଇ ସ୍ଥିତ ସିରିପୁର ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ। ରବିବାର ସକାଳେ ସେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ସରକାରୀ ଡାକ୍ତରଖାନାକୁ ନେଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଗଞ୍ଜାମ ଜିଲ୍ଲା ପାତ୍ରପୁରରୁ ସନ୍ତୋଷ କୁମାର ପଣ୍ଡାଙ୍କ ରିପୋର୍ଟ, ପ୍ରାଇମ୍ ଟିଭି ଓଡ଼ିଶା।